ତ ପିଲାମାନେ ମୁଁ ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ତୁମମାନଙ୍କୁ ପୁଣି ସ୍ୱାଗତ ଜଣାଉଛି। ତ ଆଜିର ଭିଡ଼ିଓରେ ଆମେ ସପ୍ତମ ଶ୍ରେଣୀ ଇତିହାସ ବହିର 6ଠ ନମ୍ବର ଅଧ୍ୟାୟ ଯାହାକି ମୋଗଲ ସାମ୍ରାଜ୍ୟର ପତନ ବିଷୟ ଅଛି ତାର ପ୍ରଶ୍ନ ଉତ୍ତର ଗୁଡ଼ିକ ଆଲୋଚନା କରିବା। ତା ପୂର୍ବ ଚ୍ୟାନେଲରେ ପ୍ରଥମ ଥର ପାଇଁ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ, ତା ସହିତ ବେଲ୍ ଆଇକନ୍ ବଟନକୁ ଦେଇ ଦିଅ। ତ ଚାଲ ଭିଡ଼ିଓକୁ ଆରମ୍ଭ କରିବା। ତ ପ୍ରଥମ ନମ୍ବର 1ରେ ଦେଇଛି ନିମ୍ନଲିଖିତ ପ୍ରଶ୍ନମାନଙ୍କର ଉତ୍ତର ଦିଅ। କରିଦେଇଛି କେନ୍ଦ୍ର ଶକ୍ତିର ଦୁର୍ବଳତା କିପରି ମୋଗଲ ସାମ୍ରାଜ୍ୟର ପତନ ଘଟାଇଥିଲା, ଆଲୋଚନା କର। ଔରଙ୍ଗଜେବଙ୍କ ଧର୍ମାନ୍ଧତା ଓ କୁଶାସନ ମୋଗଲ ସାମ୍ରାଜ୍ୟକୁ ପତନାଭିମୁଖୀ କରିଥିଲା। ତାଙ୍କ ପରେ ପରବର୍ତ୍ତୀ ଶାସକମାନେ ସର୍ବଦା ଭୋଗବିଳାସରେ ବୁଡ଼ି ରହିଲେ। ଅମିର ଓ ରାଜକର୍ମଚାରୀମାନେ ତାଙ୍କ ସ୍ୱାର୍ଥ ହାସଲ ପାଇଁ ବିଭିନ୍ନ ଷଡ଼ଯନ୍ତ୍ରରେ ଲିପ୍ତ ରହିଲେ। ଦିଲ୍ଲୀର ଆଖପାଖ ଅଞ୍ଚଳ ଓ ସୁଦୂର ପ୍ରଦେଶଗୁଡ଼ିକରେ କେନ୍ଦ୍ରର କର୍ତ୍ତୃତ୍ୱ ରହିଲା ନାହିଁ। ଏସବୁ କାରଣ ମୋଗଲ ସାମ୍ରାଜ୍ୟର ପତନ ଘଟାଇଥିଲା। ଏବେ ଦେଖିବା ପ୍ରଶ୍ନ ନମ୍ବର ଖ। ତ ପ୍ରଶ୍ନ ନମ୍ବର ଖରେ ଦେଇଛି ଔରଙ୍ଗଜେବଙ୍କ ଧର୍ମନୀତି ମୋଗଲ ସାମ୍ରାଜ୍ୟର ପତନ ପାଇଁ କିପରି ଦାୟୀ ଥିଲା, ଲେଖ। ଉତ୍ତର ଲେଖିବା ଔରଙ୍ଗଜେବ ହିନ୍ଦୁ ବିଦ୍ୱେଷ ନୀତି ଅବଲମ୍ବନ କରିଥିଲେ। ସେ ଆକବର ଦେଇଥିବା ଜିଜିଆ କର ଓ ତୀର୍ଥଯାତ୍ରା କର ପୁଣି ପ୍ରବର୍ତ୍ତନ କରିଥିଲେ। ହିନ୍ଦୁମାନଙ୍କୁ ରାଜକାର୍ଯ୍ୟରୁ ବାହାର କରିଦେଇଥିଲେ। ମୁସଲମାନ ବ୍ୟତୀତ ସେ ଅନ୍ୟାନ୍ୟ ଧର୍ମାବଲମ୍ବୀଙ୍କୁ କଠୋର ଦୃଷ୍ଟିରେ ଦେଖୁଥିଲେ। ଶିଖମାନଙ୍କ ନବମ ଗୁରୁ ତେଜଗ୍ରହୀଦୁର ଇସଲାମ ଧର୍ମ ଗ୍ରହଣ କରିବାକୁ ମନା କରିଦେଇଥିବାରୁ ସେ ତାଙ୍କୁ ହତ୍ୟା କରିଥିଲେ। ସେ ତାଙ୍କ ଗୁରୁଙ୍କୁ ମଧ୍ୟ ହତ୍ୟା କରିଥିଲେ। ଏବେ ଦେଖିବା ପ୍ରଶ୍ନ ନମ୍ବର ଗକୁ। ଗରେ ଦେଇଛି କେଉଁ କେଉଁ ପ୍ରାଦେଶିକ ଶକ୍ତିମାନଙ୍କର ସ୍ୱାଧୀନତା ଘୋଷଣା ମୋଗଲ ସାମ୍ରାଜ୍ୟର ପତନ ଘଟାଇଥିଲା। ଉତ୍ତର ମୋଗଲ ସାମ୍ରାଜ୍ୟ ଦୁର୍ବଳ ହୋଇଗଲା ପରେ ଏହା ଅଧୀନସ୍ଥ ପ୍ରଦେଶ ଗୁଡ଼ିକ ଆସ୍ତେ ଆସ୍ତେ ସ୍ୱାଧୀନ ହେଲେ। ଦାକ୍ଷିଣାତ୍ୟ ଅଯୋଧ୍ୟା ବଙ୍ଗଳା କ୍ରମେ ସ୍ୱାଧୀନ ହେଲେ। ଶିବାଜୀଙ୍କ ନେତୃତ୍ୱରେ ମରାଠାମାନେ ଦାକ୍ଷିଣାତ୍ୟରେ ଅହମ୍ମଦନଗର, ବିଜାପୁର ଓ ଗୋଲକୁଣ୍ଡ ଅଧିକାର କଲେ। ଏହିଭଳି ଭାବେ ଅନେକ ପ୍ରାଦେଶିକ ଶକ୍ତି ନିଜର ସ୍ୱାଧୀନତା ଘୋଷଣା କରିବାରୁ ମୋଗଲ ସାମ୍ରାଜ୍ୟର ପତନ ଘଟିଥିଲା। ଏବେ ଦେଖିବା ପ୍ରଶ୍ନ ନମ୍ବର ଘକୁ। ତ ପ୍ରଶ୍ନ ଘରେ ଦେଇଛି ବୈଦେଶିକ ଶତ୍ରୁମାନଙ୍କର ଭାରତ ଆକ୍ରମଣ କିପରି ମୋଗଲ ସାମ୍ରାଜ୍ୟର ପତନ ପାଇଁ ଦାୟୀ ଥିଲା, ଉଲ୍ଲେଖ କର। ଉତ୍ତର ମୋଗଲ ଶାସକମାନଙ୍କର ଦୁର୍ବଳତାର ସୁଯୋଗ ବିଦେଶୀ ଶତ୍ରୁମାନେ ନେଇଥିଲେ। 1739 ଖ୍ରୀଷ୍ଟାବ୍ଦରେ ପାରସ୍ୟର ସମ୍ରାଟ ଦିଲ୍ଲୀ ଆକ୍ରମଣ କରି ବହୁ ସମ୍ପତ୍ତି ଲୁଟ କରି ନେଲେ। ସିନ୍ଧୁ ପ୍ରଦେଶ, ଲାହୋର, କାବୁଲ ଆଦି ଅଞ୍ଚଳ ପାରସ୍ୟ ସାମ୍ରାଜ୍ୟରେ ମିଶିଗଲା। ନାଦିର ଶାହାଙ୍କ ପରେ ଆଫଗାନିସ୍ତାନ ଶାସକ ଅହମ୍ମଦ ଶାହ ଅବଦଲୀ 1748 ଖ୍ରୀଷ୍ଟପୂର୍ବରୁ 1761 ଖ୍ରୀଷ୍ଟାବ୍ଦ ମଧ୍ୟରେ ଅନେକ ଥର ଭାରତ ଆକ୍ରମଣ କରିଥିଲେ। ଏବେ ଦେଖିବା ପ୍ରଶ୍ନ ନମ୍ବର 2। ପ୍ରଶ୍ନ ମଧ୍ୟରେ ଦେଇଛି ବନ୍ଧନୀ ମଧ୍ୟରେ ଉପଯୁକ୍ତ ଶବ୍ଦ ବାଛି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ। କର ଦେଇଛି କାହାର ଧର୍ମନୀତି ମୋଗଲ ସାମ୍ରାଜ୍ୟର ପତନ ପାଇଁ ଦାୟୀ ଥିଲା। ଉତ୍ତର ଔରଙ୍ଗଜେବ। ଖର ଦେଇଛି କିଏ ଭାରତରୁ ମୟୂର ସିଂହାସନ ନେଇ ଯାଇଥିଲେ, କିଏ ହେବ? ଏ ଉତ୍ତର ଉଠିଯିବ ନାଦିର ଶାହା। ଗ କେଉଁ ବୈଦେଶିକ ଆକ୍ରମଣକାରୀ ମରାଠାମାନଙ୍କୁ ତୃତୀୟ ପାନିପଥ ଯୁଦ୍ଧରେ ପରାସ୍ତ କରିଥିଲେ? ଉତ୍ତର ଅହମ୍ମଦ ଶାହ ଅବଦଲୀ। ଘରେ ଦେଇଛି କେଉଁ ଖ୍ରୀଷ୍ଟାବ୍ଦରେ ନାଦିର ଶାହା ଭାରତ ଆକ୍ରମଣ କରିଥିଲେ? କେଉଁ ଖ୍ରୀଷ୍ଟାବ୍ଦରେ? 1542, 1739, 1748, 1761। ଉତ୍ତର ହୋଇଯିବ 1739। ପ୍ରଶ୍ନ ନମ୍ବର 1। ଏବେ ଦେଖିବା ପ୍ରଶ୍ନ 1 ଦେଇଛି ତୃତୀୟ ପାନିପଥ ଯୁଦ୍ଧ କେଉଁ ଖ୍ରୀଷ୍ଟାବ୍ଦରେ ହୋଇଥିଲା? 1741, 1751, 1757, 1761। ଉତ୍ତର ହୋଇଯିବ 1761। ପ୍ରଶ୍ନ 3 ଦେଇଛି ମୋଗଲ ସାମ୍ରାଜ୍ୟର ପତନ ପାଇଁ ଅର୍ଥନୈତିକ ଓ ଧର୍ମଗତ କାରଣ ମଧ୍ୟରୁ ତୁମେ କେଉଁଟିକୁ ପ୍ରାଧାନ୍ୟ ଦେବ ଏବଂ କାହିଁକି? ଉତ୍ତର ମୋଗଲ ସାମ୍ରାଜ୍ୟର ପତନ ପାଇଁ ଅର୍ଥନୈତିକ ଓ ଧର୍ମଗତ କାରଣ ମଧ୍ୟରୁ ମୁଁ ଅର୍ଥନୈତିକ କାରଣକୁ ଅଧିକ ପ୍ରାଧାନ୍ୟ ଦେବି। କାରଣ ଯେକୌଣସି ରାଜ୍ୟ ଶାସନ ପାଇଁ ଅର୍ଥନୈତିକ ଅବସ୍ଥା ସୁଦୃଢ଼ ହେବା ଆବଶ୍ୟକ। ମୋଗଲ ଶାସନ କାଳରେ ଜାହାଙ୍ଗୀରଙ୍କ ପତ୍ନୀ ନୁରଜାହାଙ୍କ ଅର୍ଥନୀତି ପ୍ରତି ଅଧିକ ଦୃଷ୍ଟି ଦେଲେ ନାହିଁ। ମୋଗଲ ସମ୍ରାଟମାନଙ୍କ ଶତ୍ରୁମାନଙ୍କ ସହ ବିଭିନ୍ନ ଯୁଦ୍ଧ ଯୋଗୁଁ ରାଜକୋଷ ଶୂନ୍ୟ ହୋଇଯାଇଥିଲା। ବୋଝ ଉପରେ ନଳିତା ବିଡ଼ା ଭଳି ଦୁର୍ଭିକ୍ଷ ହେବା ଫଳରେ ମୋଗଲ ଶାସନ ସମୟରେ ଅର୍ଥନୈତିକ ଅବସ୍ଥା ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା, ଯାହା ମୋଗଲ ଶାସନର ପତନ ପାଇଁ ଦାୟୀ। ଏବେ ଦେଖିବା ପ୍ରଶ୍ନ ନମ୍ବର
4କୁ। ପ୍ରଶ୍ନ ନମ୍ବର 4ରେ ଦେଇଛି ମରହଟ୍ଟା ଓ ବଙ୍ଗର ଶାସକ ମଧ୍ୟରୁ କିଏ ମୋଗଲ ସାମ୍ରାଜ୍ୟର ପତନ ପାଇଁ ବେଶୀ ଦେଇଥିଲେ ପ୍ରମାଣ ସହ ଦର୍ଶାଅ। ଉତ୍ତର ମୋଗଲ ସାମ୍ରାଜ୍ୟର କେନ୍ଦ୍ର ନେତୃତ୍ୱ ଦୁର୍ବଳ ହୋଇ ପଡ଼ିଥିବା ବେଳେ ଏହାର ସୁଯୋଗ ପ୍ରାଦେଶିକ ଶାସକମାନେ ନେଲେ। ଶିବାଜୀଙ୍କ ନେତୃତ୍ୱରେ ମରହଟ୍ଟାମାନେ ଦାକ୍ଷିଣାତ୍ୟରେ କ୍ଷମତା ବିସ୍ତାର କରି ଅହମ୍ମଦନଗର, ବିଜାପୁର ଓ ଗୋଲକୁଣ୍ଡା ରାଜ୍ୟଗୁଡ଼ିକୁ ଆକ୍ରମଣ କରି କେତେକ ଦୁର୍ଗ ଅଧିକାର କରିଥିଲେ। ବଙ୍ଗଳାର ଶାସକ ମଧ୍ୟ ବଙ୍ଗ ସହ ଓଡ଼ିଶା ଓ ବିହାରକୁ ମିଶାଇ ଏକ ବିରାଟ ଅଞ୍ଚଳ ଉପରେ ନିଜ ସ୍ୱାଧୀନତା ଘୋଷଣା କରିଥିଲେ। ଉପରୋକ୍ତ କାରଣରୁ ଜଣାପଡ଼େ ଯେ ମରହଟ୍ଟା ଓ ବଙ୍ଗର ଶାସକମାନଙ୍କ ମଧ୍ୟରୁ ଉଭୟେ ମୋଗଲ ସାମ୍ରାଜ୍ୟ ପତନ ପାଇଁ ଦାୟୀ। ଏବେ ଦେଖିବା ପ୍ରଶ୍ନ ନମ୍ବର 5 କେଉଁ ବୈଦେଶିକ ଆକ୍ରମଣ ମୋଗଲ ସାମ୍ରାଜ୍ୟର ବିଶେଷ କ୍ଷତି ଘଟାଇଥିଲା ଓ କାହିଁକି? ଉତ୍ତର ମୋଗଲ ଶାସନ ସମୟରେ ପାରସ୍ୟ ସମ୍ରାଟ ନାଦିର ଶାହ ଆଫଗାନିସ୍ତାନର ଶାସକ ଅହମ୍ମଦ ଶାହ ଅବଦଲ୍ଲୀ ଭାରତ ଆକ୍ରମଣ କରିଥିଲେ। ନାଦିର ଦିଲ୍ଲୀ ଆକ୍ରମଣ କରି ପ୍ରଚୁର ଧନରତ୍ନ ଲୁଣ୍ଠନ କରିଥିଲେ। ମୟୂର ସିଂହାସନ ଓ କୋହିନୂର ହୀରା ଭାରତରୁ ଇରାକକୁ ନେଇ ଯାଇଥିଲେ। ସିନ୍ଧୁ ପ୍ରଦେଶ, ଲାହୋର ଓ କାବୁଲ ଅଞ୍ଚଳକୁ ନିଜ ସାମ୍ରାଜ୍ୟରେ ମିଶାଇ ମୋଗଲ ସାମ୍ରାଜ୍ୟର ବିଶେଷ କ୍ଷତି ଘଟାଇଥିଲେ। 1761 ଖ୍ରୀଷ୍ଟାବ୍ଦରେ ଆଫଗାନିସ୍ତାନ ଶାସକ ତୃତୀୟ ପାନିପତ ଯୁଦ୍ଧରେ ମରହଟ୍ଟାମାନଙ୍କୁ ପରାସ୍ତ କରିଥିଲେ। ତ ପିଲାମାନେ ଭିଡ଼ିଓ କେମିତି ଲାଗିଲା କମେଣ୍ଟରେ ନିଶ୍ଚୟ କହିବ ଓ ଯଦି ଭଲ ଲାଗିଲା ଏହି ଭିଡ଼ିଓକୁ ଲାଇକ୍ କରିବା ସହିତ ନିଜର ସାଙ୍ଗମାନଙ୍କ ପାଖକୁ ନିଶ୍ଚୟ ସେୟାର କରିଦେବ।